ଚକା ଚକା ଦୁଇ ଆଖି ଦେଖି ମନ ଯାଏ ଲାଖି, ଅପୂର୍ବ ତୋ ରୂପ ଦେଖି ଛାଡ଼ି ଯାଉ ପ୍ରାଣ ପକ୍ଷୀ। କାଳିଆ ସାଆନ୍ତ କଳାଶ୍ରୀ ମୁଖରେ ନାଲି ଟୁକୁଟୁକୁ ହସ, କାଳିଆ ସାଆନ୍ତ କଳାଶ୍ରୀ ମୁଖରେ ନାଲି ଟୁକୁଟୁକୁ ହସ। ନନ୍ଦିଘୋଷ ରଥେ ଦେଖିଦେଲେ ତାକୁ ଭୁଲିଯାଏ ଭୋକ ଶୋଷ। ବରଷକେ ଥରେ ନନ୍ଦିଘୋଷ ରଥେ ମାଉସୀ ଘରକୁ ଯାଉ, ମାଉସୀ ଘର ତ ବାହାନା ଗୋଟିଏ ଭକତଙ୍କୁ ଝୁରୁଥାଉ। ଭାଇ ଭଉଣୀଙ୍କୁ ସାଥିରେ ନେଇକି ବଡ଼ଦାଣ୍ଡେ ଗଡ଼େ ରଥ, ହୁଳହୁଳି ସ୍ୱର ଗିନି ଖୋଳ ତାଳେ ନାଚି ଉଠନ୍ତି ଭକତ। ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର କି ଜୟ। ନମସ୍କାର, ଜୟ ଜଗନ୍ନାଥ। କେମିତି ଅଛନ୍ତି ସମସ୍ତେ? ଆଶା କରେ ଆପଣମାନେ ସମସ୍ତେ ବହୁତ ଭଲରେ ଥିବେ। ଆଜି ହେଉଛି ମହାପ୍ରଭୁଙ୍କର ପବିତ୍ର ବାହୁଡ଼ା ଯାତ୍ରା। ଏହି ବାହୁଡ଼ା ଯାତ୍ରା ଅବସରରେ ମୋ ତରଫରୁ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁଙ୍କ ନିକଟରେ ମୋର ଏତିକି ପ୍ରାର୍ଥନା ଯେ ସମସ୍ତଙ୍କୁ ଖୁସିରେ ରଖନ୍ତୁ, ସୁସ୍ଥ ରଖନ୍ତୁ ଏବଂ ସଦ୍ବୁଦ୍ଧି ଦିଅନ୍ତୁ ଆଉ ସଦ୍ମାର୍ଗ ଦେଖାନ୍ତୁ। ତ ସାଙ୍ଗମାନେ ଡେରି ନକରି ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ଭିଡ଼ିଓ। ଆଜିର ଭିଡ଼ିଓରେ ବହୁତ କିଛି ଆପଣମାନଙ୍କୁ ଦେଖେଇବାର ଅଛି। ଯଦି ମହାପ୍ରଭୁଙ୍କର ଆଶୀର୍ବାଦ ଥିବ ନିଶ୍ଚିତ ଆପଣମାନଙ୍କୁ ମୁଁ ଦେଖେଇ ପାରିବି ମହାପ୍ରଭୁଙ୍କୁ। ମୋର ବିଶ୍ୱାସ ଯେ ମୁଁ ଆପଣମାନଙ୍କୁ ଦର୍ଶନ କରିପାରିବି ବୋଲି। ଦେଖନ୍ତୁ ଏପଟେ ବାଜାବାଲା ବି ଆସିଗଲେଣି। ତ ଏବେ ସବୁ ପ୍ରସ୍ତୁତି ଚାଲିଛି, ତାପରେ ମହାପ୍ରଭୁ ଆସିବେ ମାଉସୀ ମା ମନ୍ଦିରରୁ। ସାଙ୍ଗମାନେ ଏବେ ସନ୍ଧ୍ୟା ହେଇଗଲାଣି ଆଉ ମୁଁ ସନ୍ଧ୍ୟା ଦେଇ ସାରିକି ଆସିଲି ମହାପ୍ରଭୁଙ୍କୁ ଦର୍ଶନ ପାଇଁ। ରଥରେ ତ ବହୁତ ଭିଡ଼ ହୁଏ, ଚାଲନ୍ତୁ ଦେଖିବା ଆଉ ଦର୍ଶନ କରିବା ମହାପ୍ରଭୁଙ୍କୁ। ଆପଣମାନେ ତ ଦେଖିପାରୁଥିବେ କେତିକି ଭିଡ଼ ହେଇଛି ଆଉ ଏବେ ରଥ ଛିଡ଼ା ହେଇଛି। ତ ଏବେ ସମସ୍ତେ ଭୋଗ ଲଗେଇବେ ମହାପ୍ରଭୁଙ୍କ ପାଖରେ, ତାପରେ ପୁଣି ରଥ ଟଣା ହେବ। ଆଉ ରଥ ଟାଣିଲା ବେଳେ ତ ମୁଁ ଭିଡ଼ିଓ ବନେଇ ପାରିବିନି, ତ ରଥ ଯେତେବେଳେ ଛିଡ଼ା ହେବ ରଥ ଟାଣି ସାରିବି ସେତେବେଳେ ଆପଣମାନଙ୍କୁ ମୁଁ ନିଶ୍ଚିତ ଦେଖେଇବି। ସାଙ୍ଗମାନେ ଆପଣମାନେ ବି ଟିକେ ରଥରେ ଦୌଡ଼ିକି ଦର୍ଶନ କରନ୍ତୁ। ରଥ ଏବେ ଛିଡ଼ା ହେଇଛି, ଆଉ ଅଳ୍ପ ବାଟ ଟାଣି ଆଣିଲେ ମନ୍ଦିର ପହଞ୍ଚିଯିବା। ତ ଦେଖନ୍ତୁ ଏମିତି କିଛି ପରିବେଶ ଅଛି, ଲୋକମାନେ ସମସ୍ତେ ଛିଡ଼ା ହେଇଛନ୍ତି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ। ଅରୁଣ ସ୍ତମ୍ଭକୁ ଆପଣମାନେ ଟିକେ ଦର୍ଶନ କରନ୍ତୁ, ନୃସିଂହ ଭଗବାନଙ୍କୁ ବି ଦର୍ଶନ କରନ୍ତୁ। ସମସ୍ତେ ଏଠି ଛିଡ଼ା ହେଇଛନ୍ତି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ। ଆଉ ଏଇଠିକି ରଥ ଆସିଗଲେ ପାଖାପାଖି ହେଇଗଲେ ଏଠି ବି ସବୁ ଭକ୍ତମାନେ ଭୋଗ ଲଗେଇବେ ମହାପ୍ରଭୁଙ୍କ ପାଖରେ, ତାପରେ ମହାପ୍ରଭୁଙ୍କ ମନ୍ଦିର ଭିତରକୁ ନିଆଯିବ। ଏଠି ବହୁତ ସାରା ମନ୍ଦିର ଏଇ ଭିତରେ ଅଛି। ଆଉ ଏବେ ତ ମୁଁ ରଥ ଟାଣିବା ପାଇଁ ଆସିଛି, ସେଥିପାଇଁ ଆଉ ଭିତର ମନ୍ଦିର ଏତେ ଦର୍ଶନ କରିପାରୁନି। ତ ଆଉ ଥରେ କେବେ ଦିନ ବେଳା ଆସିବି, ଆଉ ସେଇଠି ଆପଣମାନଙ୍କୁ ବହୁତ କିଛି ମନ୍ଦିର ଯେଉଁ ଅଛି ସବୁ ଦେଖେଇବି। ସାଙ୍ଗମାନେ ମୋ ମା ଏଇ ରଥଯାତ୍ରା ଆସିଲେ ସେ ରଥ ଦେଖିବାକୁ ଯାଆନ୍ତି, ଆଉ ଗୋଟେ ଶ୍ଲୋକ କୁହନ୍ତି ମୋତେ, ଦଳେଶ୍ଚ ଦଳ ଗୋବିନ୍ଦ ଚାପେଚ ମଧୁସୂଦନ ରଥେ ତ୍ୱଂ ବାମନଂ ଦୃଷ୍ଟା ପୁନର୍ଜନ୍ମ ନ ବିଦ୍ୟତେ। ମାନେ ଦୋଳ ପୂର୍ଣ୍ଣିମାରେ ଆମେ ମହାପ୍ରଭୁଙ୍କୁ ଦଳ ଗୋବିନ୍ଦ ରୂପରେ ଦର୍ଶନ କରିପାରିବା। ଚାପେଚ ମଧୁସୂଦନ, ଚାପ ମାନେ ଆମର ଯେଉଁ ଚନ୍ଦନ ପୂର୍ଣ୍ଣିମା ଥାଏ, ଚନ୍ଦନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କୁ ମଧୁସୂଦନ ବେଶରେ ଆମେ ଦର୍ଶନ କରିପାରିବା। ରଥେ ତ୍ୱଂ ବାମନଂ ଦୃଷ୍ଟା, ରଥରେ ଆମେ ମହାପ୍ରଭୁଙ୍କୁ ବାମନ ବେଶରେ ଦର୍ଶନ କରିପାରିବା। ଏଇ ତିନୋଟି ବେଶ ମଧ୍ୟରୁ ଗୋଟିଏ ବେଶ ଦର୍ଶନ କଲେ ମଧ୍ୟ ମଣିଷ ଜନ୍ମ ଆଉ ହୁଏ ନାହିଁ ବା ମଣିଷ ପୁନର୍ଜନ୍ମ ପାଏ ନାହିଁ। ସାଙ୍ଗମାନେ ଏବେ ଆସନ୍ତୁ ଯିବା ଆମେ ନୃସିଂହ ମନ୍ଦିରକୁ, ଯେଉଁଠିକି ଭଗବାନ ଆସିବେ, ମହାପ୍ରଭୁ ଆସିବେ। ତ ଏବେ ଆମର ଆଳତି ସଜାଇଛି ନୃସିଂହ ମହାପ୍ରଭୁଙ୍କର। ମୁଁ ଆଳତି ସରିଲା ପରେ ଏଇ ଭିଡ଼ିଓଟା ବନେଇଛି। ତ ଏବେ ସବୁ ମହାପ୍ରଭୁ ଆସିବା ପାଇଁ ପ୍ରସ୍ତୁତି ଚାଲିଛି। ସମସ୍ତେ ଅପେକ୍ଷା କରି ବସିଛନ୍ତି ମହାପ୍ରଭୁ କେତେବେଳେ ଆସିବେ ଆଉ ସମସ୍ତେ ଦର୍ଶନ କରିବେ। ତ ଏପଟେ ମୁଁ ଟିକେ କ୍ୟାମେରାଟା ବୁଲେଇ ଦେଇଛି ମୋ ପଟେ। ତ ଚାଲନ୍ତୁ ମହାପ୍ରଭୁଙ୍କୁ ଦର୍ଶନ କରିବା। ଜଗତଟା ସାରା ଯେତେକ ଦେବତା ସଭିଏଁ କୁହନ୍ତି ମୁଣ୍ଡିଆ ପକା, ଜଗତଟା ସାରା ଯେତେକ ଦେବତା ସଭିଏଁ କୁହନ୍ତି ମୁଣ୍ଡିଆ ପକା। କୋଟିକ ଭିତରେ ଗୋଟିଏ ଦେବତା, କୋଟିକ ଭିତରେ ଗୋଟିଏ ଦେବତା, ଯିଏ କହେ ମୋତେ କୁଣ୍ଢେଇ ପକା। ସାଙ୍ଗମାନେ ଦେଖନ୍ତୁ ଏବେ ରଥ ଆସି ମନ୍ଦିର ସାମ୍ନାରେ ଛିଡ଼ା ହେଇଯାଇଛି, ଆଉ ଚକ୍ରରାଜ ସୁଦର୍ଶନକୁ ପ୍ରଥମେ ନନା ନେଉଛନ୍ତି ମନ୍ଦିର ଭିତରକୁ। ଚାଲନ୍ତୁ ଆମେ ଦର୍ଶନ କରିବା ମହାପ୍ରଭୁଙ୍କୁ। ତତେ ଦେଖିବାକୁ ମନ ମୋ ଉଚ୍ଛନ୍ନ, ଉଚ୍ଛନ୍ନ ମୋ ଦୁଇ ଆଖି, କ'ଣ କହିବି ତତେ ରେ କାଳିଆ, ତତେ ତ ଜଣା ସବୁ କିଛି। ଜୟ ଜଗନ୍ନାଥ ମହାପ୍ରଭୁ। ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ। କାଳିଆରେ ଏ ରାତି କ'ଣ ତୋ ଠାରୁ କଳା ହୋଇପାରେ, ନା ଏ ଜହ୍ନ ତୋ ଚକା ଆଖି ପରି ଗୋଲ ହୋଇପାରେ। ସବୁ ଆଶାର ପରିସମାପ୍ତି କେବଳ ତୁ, ସେଥିପାଇଁ ମନ ତୋତେ ପାଇବାକୁ ଆଶା କରେ ରେ କାଳିଆ। ସାଙ୍ଗମାନେ ମୁଁ ଆପଣଙ୍କୁ କହିଥିଲି ନା ମହାପ୍ରଭୁଙ୍କ ଆଶୀର୍ବାଦ ଥିଲେ ଆଉ ଭଲ ପାଇବା ଥିଲେ ଆମେ ମହାପ୍ରଭୁଙ୍କୁ ଆରାମସେ ଦର୍ଶନ କରିପାରିବା। ଦେଖନ୍ତୁ ବହୁତ ପାଖରେ ମୁଁ ଏବେ ମହାପ୍ରଭୁଙ୍କୁ ଦର୍ଶନ କରୁଛି।
ସାଙ୍ଗମାନେ ମୁଁ ଆପଣମାନଙ୍କୁ କହିଥିଲି ନା ଭିଡ଼ିଓଟା ଜମାରୁ ସ୍କିପ୍ କରିବେନି। ସ୍କିପ୍ କଲେ ଆପଣ କିଛି ବି ଜାଣିପାରିବେନି। ତ ଭିଡ଼ିଓଟାକୁ ଜମାରୁ ସ୍କିପ୍ କରନ୍ତୁନି। ଆଉ ଏବେ ମୁଁ ମହାପ୍ରଭୁଙ୍କ ପାଇଁ ଲେଖିଥିବା କବିତାଟି ଆପଣମାନଙ୍କ ସହିତ ସେୟାର କରୁଛି। ଯଦି ମୋର ଏହି କବିତାଟି ଆପଣମାନଙ୍କୁ ଭଲ ଲାଗିବ ନିଶ୍ଚିତ କମେଣ୍ଟରେ ମହାପ୍ରଭୁଙ୍କୁ ଜୟ ଜଗନ୍ନାଥ ଟିକେ ଲେଖିବେ ମହାପ୍ରଭୁଙ୍କ ପାଇଁ। ଏତିକି ମୋର ଅନୁରୋଧ। ଆଉ କବିତାଟି କେମିତି ହେଇଛି ନିଶ୍ଚିତ ଜଣାଇବେ। ଚାଲନ୍ତୁ ତାହେଲେ ଆଉ ଡେରି ନକରି ଷ୍ଟାର୍ଟ କରିବା ସେଇ କବିତାଟି। ନିଇତି ଲେଖେ ମୁଁ ଅନେକ କବିତା ତୁମକୁ ମନରେ ରଖି। ନିଇତି ଲେଖେ ମୁଁ ଅନେକ କବିତା ତୁମକୁ ମନରେ ରଖି। ଭାବନା ତୁମର ଆନମନା କରେ ଜାଣିଥାଅ ଚକା ଆଖି। ଭାବନା ତୁମର ଆନମନା କରେ ଜାଣିଥାଅ ଚକା ଆଖି। କେବେ କବିତା ପୁଣି କେବେ କାହାଣୀ। କେବେ କବିତା ପୁଣି କେବେ କାହାଣୀ ଝରି ଆସେ ତୁମଠାରୁ। ଚାଲିଛି ଚାଲିବ ଏ ମୋର ଲେଖନୀ ତୁମ ନାମ ଧରୁ ଧରୁ। ଚାଲିଛି ଚାଲିବ ଏ ମୋର ଲେଖନୀ ତୁମ ନାମ ଧରୁ ଧରୁ। ସାମାଜିକ ହେଉ ବା ଆଧୁନିକ। ସାମାଜିକ ହେଉ ବା ଆଧୁନିକ ସବୁଠି ତୁମ ମହକ। ତୁମ ଭାବନାକୁ କାଗଜେ ଉତାରି ବୋଲାଉଛି ମୁଁ ଲେଖକ। ଭାବର ସାଗର ତୁମେ ଯେ ମୋ ପାଇଁ। ଭାବର ସାଗର ତୁମେ ଯେ ମୋ ପାଇଁ। ମୋ ପଥିକ ତୁମେ ଛାଇ। କେତେ ମୁଁ ଲେଖିବି ତୁମ କଥା ଆଉ। କେତେ ମୁଁ ଲେଖିବି ତୁମ କଥା ଆଉ। ଲେଖେ ଯେତେ ସରେ ନାହିଁ। ତୁମକୁ ପାଇବା ପରଠାରୁ ସଖା ଲେଖା ମୁଁ ଲେଖୁଛି ବେଶୀ। ତୁମକୁ ପାଇବା ପରଠାରୁ ସଖା ଲେଖା ମୁଁ ଲେଖୁଛି ବେଶୀ। ଏମିତି ରୁହ ମୋ ଭାବନାରେ ବସି। ଏମିତି ରୁହ ମୋ ଭାବନାରେ ବସି। ଦିନ କଟୁଥାଉ ହସି। ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ। ସତରେ ସାଙ୍ଗମାନେ ଯୋଗାକୁ ଯିଏ ଥରେ ମନ ପ୍ରାଣ ଦେଇ ଭଲ ପାଇଛି ନା ତାର ଜୀବନ ସାରା କେବଳ ଅନୁଭୂତି ହିଁ ଅନୁଭୂତିରେ ହିଁ କଟିଛି। ତ ମୁଁ କେଉଁ ଅନୁଭୂତି କହିବି ଆଜିକାର ଅନୁଭୂତି କହୁଛି। ଆଜି ଯେତେବେଳେ ଏତେ ଭିଡ଼ ହେଇଥିଲା ରଥରେ ବହୁତ ଲୋକ ଥିଲେ ମୁଁ ଏତେ ଗହଳି ଭିତରେ ଦୌଡ଼ି ଟିକେ ରଥ ଦୌଡ଼ି ଟିକେ ଟାଣି ପାରିବି ନାହିଁ ଭାବି ପାରୁନଥିଲି। ଆଉ ଦୁଇ ହାତ ଟେକି ଜଗାକୁ ଚାହିଁକି ମୋ ଆଖିରେ ଦୁଇ ଧାର ଲୁହ ବୋହି ଯାଇଥିଲା। ମୁଁ ମନେ ମନେ ଡାକୁଥିଲି ଜଗା ତୁ ଚାହିଁଲେ ମୁଁ କେବଳ ତୋ ରଥ ଦୌଡ଼ି ଟିକେ ଧରିକି ତୋତେ ମନ୍ଦିର ପର୍ଯ୍ୟନ୍ତ ରଥ ଟାଣି ଟାଣି ନେବି। ଆଉ ସଙ୍ଗେ ସଙ୍ଗେ ଜଣେ ନନା ଆସିଲେ ଆଉ ସେ ମୋତେ କହିଲେ ରଥ ଦୌଡ଼ି ଝିଅ ଧର ଏଇଠି ଫାଙ୍କା ଅଛି। ଆଉ ଏତେ ଫାଙ୍କା ହେଇଗଲା ମୁଁ ବି ଜାଣିନି। ମୁଁ ଏତେ ଆରାମସେ ରଥ ଟାଣିଲି ପୁରା ଭଲସେ ମନ୍ଦିର ପହଞ୍ଚିବା ତକ। ତାପରେ ମୁଁ ଭିଡ଼ିଓ ବନେଇଲି। ଚାଲନ୍ତୁ ସାଙ୍ଗମାନେ ଆମେ ଏବେ ମହାପ୍ରଭୁଙ୍କର ଆଳତି ଟିକେ ଦର୍ଶନ କରିବା। ସାଙ୍ଗମାନେ ମହାପ୍ରଭୁଙ୍କର ରସଗୋଲା ଭୋଗ ଖାଇକି ମୁଁ ଏତେ ଖୁସି। ଦେଖନ୍ତୁ ମୋ ରସଗୋଲା ସହିତ ଗୋଟେ ତୁଳସୀ ପତ୍ର ବି ଆସିଛି। ଆଉ ବହୁତ ହି ଖୁସି ରସଗୋଲା ପାଇକି। ତା ସହିତ ମହାପ୍ରଭୁଙ୍କୁ ନେଉଥିବା ବେଳେ ଯେଉଁ ରାସ୍ତାରେ ପଡ଼ିଯାଏ ସମସ୍ତେ କୁଢ଼େଇକି ଆଣନ୍ତି ଯିଏ ପାଏ। ତ ମୁଁ ବି କିଛି ପାଇଥିଲି ତୁଳସୀ ପତ୍ର କିଛି ତୁଳସୀ ପତ୍ର ଗୋଟେ ଟଗର ଫୁଲ ଆଉ ଗୋଟେ ରଜନୀଗନ୍ଧା ମହାପ୍ରଭୁଙ୍କ ପାଖରୁ ଖସିଥିଲା। ତାକୁ ମୁଁ ନେଇ ଆସିଛି ଘରକୁ। ଭିଡ଼ିଓ ଶେଷରେ ମୁଁ ଆପଣମାନଙ୍କୁ ଗୋଟେ କଥା କହିବାକୁ ଚାହେଁ ସାଙ୍ଗମାନେ ଅଳ୍ପ ଦିନର ଅତିଥି ଆମେ ଲୋଭ ଈର୍ଷା କାହିଁକି କରିବା। ପରମାତ୍ମାଙ୍କ ଚରଣେ ଆଶ୍ରିତ ହୋଇ ହିଂସାଠାରୁ ଦୂରେଇ ଯିବା। ଯଦି ଭିଡ଼ିଓଟି ଭଲ ଲାଗେ ତାହେଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ରହୁଛି ଜୟ ଜଗନ୍ନାଥ।